ସୁଖକୁ ଅଧିକ ମହତ୍ତ୍ୱ ଦେବ। ମଣିଷମାନଙ୍କ ମଧ୍ୟରେ ଈର୍ଷା, ଅହଙ୍କାର ଆଦି ଦୁର୍ଗୁଣ ରହିବ ନାହିଁ। ସମସ୍ତ ଦିଗରେ ପ୍ରେମର ବାର୍ତ୍ତା ରହିବ। ମାନବ ଜାତିର ପୁନଃସ୍ଥାପନା ହେବ। ମନୁଷ୍ୟଙ୍କ ପରମ ଜ୍ଞାନ ପ୍ରାପ୍ତି ହେବ। ପୂଜାପାଠ, କର୍ମକାଣ୍ଡ ଆଦିରେ ବିଶ୍ୱାସ ବଢ଼ିବ। ନିଜ ତପବଳରେ ମଣିଷ ଦେବୀ ଦେବତାମାନଙ୍କ ସହିତ ବାର୍ତ୍ତା କରିପାରିବ। ଏହି ଯୁଗରେ ଲୋକମାନଙ୍କର ନିଜ ଶରୀର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଆତ୍ମାର ପରମାତ୍ମା ସହିତ ମିଳନରେ ସମସ୍ତେ ସୁଖୀ ରହିବେ। ଅର୍ଥାତ୍ ସତ୍ୟଯୁଗ ସୃଷ୍ଟିର ସ୍ୱର୍ଣ୍ଣ ଯୁଗ ମଧ୍ୟ କୁହାଯିବ। କିନ୍ତୁ ଦର୍ଶକ ବନ୍ଧୁ, କଲିଯୁଗକୁ ଏବେ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡ଼ିବ ଏବଂ ସତ୍ୟଯୁଗ ଆସିବା ପାଇଁ ଏବେ ମଧ୍ୟ ଲକ୍ଷାଧିକ ବର୍ଷ ବାକି ଅଛି। ତେଣୁ ଆମେ ସମସ୍ତେ ମିଶି କଲିଯୁଗରେ ହିଁ ନିଜ ଧର୍ମ ଏବଂ କର୍ମକୁ ସତ୍ୟଯୁଗ ପରି କାହିଁକି ନ କରିବା? ଗ୍ରନ୍ଥରେ ମଧ୍ୟ ଏ ବିଷୟରେ ଉଲ୍ଲେଖ ଅଛି କି ଯେଉଁ ମଣିଷ କଲିଯୁଗରେ ନିଜର ଧର୍ମ ଓ କର୍ମ